ଯେଉଁମାନେ ନିର୍ମାଣ ଶ୍ରମିକ ଅଛନ୍ତି ସେମାନଙ୍କର ପେନ୍ସନରେ ବୃଦ୍ଧି କରାଯାଇଛି। ଯେଉଁ ନିର୍ମାଣ ଶ୍ରମିକମାନେ ରହିଛନ୍ତି ସେମାନଙ୍କୁ ଯେଉଁ ପେନ୍ସନ୍ ମିଳୁଥିଲା ସେଇ ପେନ୍ସନ୍କୁ ଏବେ ବୃଦ୍ଧି କରି ଦିଆଯାଇଛି। ଏହା ମୁଖ୍ୟମନ୍ତ୍ରୀ ଘୋଷଣା କରିଦେଇଛନ୍ତି ସେମାନଙ୍କୁ ଅଧିକ ଟଙ୍କା ଦିଆଯିବ ବୋଲି। କେତେ ଟଙ୍କା ବୃଦ୍ଧି କରାଯାଇଛି ଏହା ବିଷୟରେ ଜାଣିବା ପାଇଁ ଆପଣମାନେ ଆଗକୁ ଦେଖନ୍ତୁ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏବେ ଚାଲନ୍ତୁ ଜାଣିବା। ମୁଖ୍ୟମନ୍ତ୍ରୀ ଘୋଷଣା କରିଦେଇଛନ୍ତି ନିର୍ମାଣ ଶ୍ରମିକମାନଙ୍କୁ ତାଙ୍କର ଯେଉଁ ପେନ୍ସନ୍ ମିଳୁଛି ସେମାନଙ୍କର ପେନ୍ସନ୍କୁ ବୃଦ୍ଧି କରିବା ପାଇଁ 60 ବର୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ମିଳିବ 1000 ଟଙ୍କା। 60 ବର୍ଷରୁ ଯେଉଁମାନେ ଅଧିକ ସେହି ନିର୍ମାଣ ଶ୍ରମିକମାନଙ୍କୁ 1000 ଟଙ୍କା ମିଳିବ। 80 ବର୍ଷରୁ ଅଧିକ ହେଲେ ମିଳିବ 1200 ଟଙ୍କା। ଯେଉଁମାନେ 80 ବର୍ଷରୁ ଅଧିକ ନିର୍ମାଣ ଶ୍ରମିକମାନେ ସେମାନଙ୍କୁ 1200 ଟଙ୍କା ମିଳିବ। ଏଇ ଯେଉଁ 1200 ଓ 1000 ମିଳିବ ଏହି କାର୍ଯ୍ୟ କେବେଠୁ ଲାଗୁ ହେବ ଜାଣିଛନ୍ତି କି? ଏହି କାର୍ଯ୍ୟ ଫେବୃଆରୀ 2024ରୁ ଲାଗୁ ହୋଇସାରିଲାଣି। ଏବେ ଆସିକି ମାର୍ଚ୍ଚ ମାସ ହେଲାଣି କିନ୍ତୁ ଫେବୃଆରୀ ମାସରୁ ଏହି କାର୍ଯ୍ୟ ଲାଗୁ ହୋଇସାରିଲାଣି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ହେବେ ଉପକୃତ। ଯେଉଁମାନେ 60 ବର୍ଷରୁ ଅଧିକ ସେମାନଙ୍କୁ 1000 ଟଙ୍କା, ଯେଉଁମାନେ 80 ବର୍ଷରୁ ଅଧିକ ସେମାନଙ୍କୁ 1200 ଟଙ୍କା। ଏହି କାର୍ଯ୍ୟ ଫେବୃଆରୀରୁ ଆରମ୍ଭ ହୋଇସାରିଲାଣି। ଏବେ ମଧ୍ୟ ଏହି କାର୍ଯ୍ୟ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣାଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାନ୍ତୁ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।